ଜାତକରେ ବୁଧ ମହାଗ୍ରହ ବା ବୁଧ ମହାଦଶା ଯଦି ଖରାପ ଚାଲୁଥିବ ତାହେଲେ ଆପଣ ଅତି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ରହିଯିବେ। ନିର୍ଣ୍ଣୟ ନେବାରେ ବହୁ ଅସୁବିଧା ହେବ ଓ ତରବରିଆ ନିଷ୍ପତ୍ତି ଆପଣଙ୍କୁ ହଇରାଣରେ ପକାଇବ। ଦସ୍ତାବେଜ ବା ଦସ୍ତଖତ ହେରଫେର ଯୋଗୁଁ ଆପଣଙ୍କ ଉପରକୁ କୌଣସି କେସ୍ ମଧ୍ୟ ଆସିପାରେ। ନିଜ ମନୁଆ ସ୍ୱଭାବ ଆପଣଙ୍କୁ ବହୁ ପରିସ୍ଥିତିରେ ନେଇ ପକାଇ ଦେଇପାରେ। ଏମିତି ଅନେକ କିଛି ଅଶୁଭ ଫଳ ବୁଧ ମହାଗ୍ରହ ଆପଣଙ୍କୁ ଦେବେ। କ'ଣ କରିବା ଏପରି କ୍ଷେତ୍ରରେ? 21ଟି କଉଡ଼ି ଭସ୍ମ କରି ବୁଧବାର ଦିନ ସମୁଦ୍ରରେ ନେଇ ପକାନ୍ତୁ। ବୁଧବାର ଠାରୁ 7ଟି ବୁଧବାର ତମ୍ଭା ପଇସାଟିଏ କଣା କରି ନଈରେ ଭସାନ୍ତୁ ଓ ଗୋଟିଏ ଛେଳି ଛୁଆ କିଣି ଛେଳି ଚରାଳିର କୁମାରୀ କନ୍ୟାକୁ ଦାନ କରିଦିଅନ୍ତୁ। ଦେଖିବେ ବୁଧ ମହାଗ୍ରହଙ୍କର କୁପ୍ରଭାବ କଟିଯିବ। ଶରୀରରୁ ଥଣ୍ଡାଜନିତ ବ୍ୟାଧି, ଚର୍ମଜନିତ ସମସ୍ୟା ମଧ୍ୟ ବୁଧ ମହାଦଶା ଦ୍ୱାରା ହେଇଥାଏ। ଏହାଦ୍ୱାରା ତାର ପ୍ରତିକାର ହେଇଯିବ। ଦେଖୁଥାନ୍ତୁ ମୋର এই ଭିଡ଼ିଓଟିକୁ। ଆଗକୁ ଦେଖିବା ଗୁରୁ ମହାଗ୍ରହଙ୍କର ବିଷୟରେ କିଛି କଥା। ଦର୍ଶକ ବନ୍ଧୁ, ଏହି ମହାଶିବରାତ୍ରି ଉପଲକ୍ଷେ ମହାବିଦ୍ୟାପୀଠରେ ଆମ୍ଭେ କରିବାକୁ ଯାଉଛୁ ଏକ ବିରଳ ଅନୁଷ୍ଠାନ। ଏହି ଅନୁଷ୍ଠାନରେ ଅଷ୍ଟଧାତୁ ଦ୍ୱାରା ଖଞ୍ଚିତ ନବରତ୍ନ ଲକେଟଟିଏ ଆମେ ତିଆରି କରୁଛୁ। ଏହି ଲକେଟଟିକୁ ପଶୁପତ୍ୟ ମନ୍ତ୍ରରେ ସ୍ଫୁର ଉଚ୍ଚାରଣ କରି ବିଧିବତ ପୂଜା ପୂର୍ବକ ଏହାକୁ ସିଦ୍ଧ କରାଯାଉଛି, ଯାହା ରୋଗ ଆରୋଗ୍ୟ, ଗ୍ରହରିଷ୍ଟ ଶାନ୍ତି ଓ ପିଲାମାନଙ୍କର ବିଦ୍ୟା ବୁଦ୍ଧି ପ୍ରାପ୍ତିରେ ସହାୟକ ହେବ। ଯଦି ଏହି ଲକେଟଟିକୁ ଆପଣ ବୁକ୍ କରିବାକୁ ଚାହୁଁଛନ୍ତି ତାହେଲେ ଡିସ୍କ୍ରିପ୍ସନରେ ଥିବା ଲିଙ୍କରେ ଆପଣ ଯାଇପାରିବେ, କିମ୍ବା ଆମ ସହ ଯୋଗାଯୋଗ କରିବା ପାଇଁ ସ୍କ୍ରିନରେ ଦିଆଯାଇଥିବା ଫୋନ୍ ନମ୍ବରରେ ଫୋନ୍ କରି ବୁକ୍ ମଧ୍ୟ କରିପାରିବେ। ନମସ୍କାର।